ଜୀବନ ଯୁଦ୍ଧରେ ହାରି ନାହାନ୍ତି ସେ ସଖୀ ମାଉସୀ। ଆଜିର ନୁହଁ, ବହୁ ପୁରାତନରୁ ମଉସା ମାଉସୀ ଦୁଇ ଜଣ କଚେରୀ ଭିତରେ ମୁଢି ବିକି ଆସୁଛନ୍ତି ବିନା ପିଆଜ ରସୁଣର। ଆଗରୁ 5 ଟଙ୍କା ଥିଲା, ଏବେ 10 ଟଙ୍କା ହେଲାଣି, କାରଣ ଆଗାମୀ ଦିନର ଦିନକୁ ଦେଖିକିରି ରେଟ୍ ମଧ୍ୟ ବଢିଛି। ଏବଂ ମାଉସୀ ମୁହଁରେ ସେଇ 72 ବର୍ଷର ହସ। ଆମେ ଆଉ ଗୋଟେ ଖବର ପ୍ରସାରଣ କରିବାକୁ ଆସିଥିଲୁ, ଯେତେବେଳେ ସେ ମାଉସୀର ହସ ଦେଖିଲୁ ବାଧ୍ୟ ହେଲୁ ତା ମାଉସୀର ମୁହଁର ହସ ଟିକେ ନାକୁ ଦେଖିବା ପାଇଁ। ଆସନ୍ତୁ ମୁଁ କ୍ୟାମେରାମ୍ୟାନକୁ ଅନୁରୋଧ କରି ଦେଖେଇବି ସେ ମାଉସୀକୁ। ମାଉସୀ ବୟସ କିନ୍ତୁ 72, କିନ୍ତୁ ସେ ଜୀବନ ଯୁଦ୍ଧରେ ହାରିନି, କାରଣ ସେ ତା ପରିବାରକୁ ଚଳେଇବ। ମୁଣ୍ଡ ଉପରେ ବହୁତ ବୋଝ ତାର ବୋଧେ। ମାଉସୀ ମାଉସୀ ଲୋ, ଆଜ୍ଞା ନା କଣ ଟିକେ କହିଲ? ସଖୀ ବେହେରା। କେତେ ବର୍ଷ ହେଲାଣି ଏଠି ମୁଢି ବିକିଲେଣି? 25 ବର୍ଷ ହେଲାଣି। ଏକୁଟିଆ ନା ଆଉ ମଉସା ଥିଲେ? ମଉସା ଥିଲା ବେଳୁ, ମଉସା ମରିବା 6 ବର୍ଷ ହେଇଗଲା। ସେ 6 ବର୍ଷରେ ମୁଁ 25 ବର୍ଷ ହେଲା ମୁଁ କଲା। ମଉସାଙ୍କ ପାଖରେ 25 ବର୍ଷ ହେଲା ଥିଲ? ହଁ, ମଉସା 6 ବର୍ଷ ହେଲା ମରିଗଲେ। ମୁଁ ଏଇନେ ଏକୁଟିଆ କରୁଛି, କଣ କରିବି? ହାତ ଗୋଡ ଥରୁଛି, ସେଇଥିରେ ଅଦା ଲଙ୍କା କାଟିବି, ଧନିଆ କାଟିବି। ଏ ଓକିଲ, ମୋହର, ହାକିମ, ଜଜ, କଲେକ୍ଟର, ପିଅନ ସମସ୍ତେ ଖାଉ। ସମସ୍ତେ ଖାଉ। ବାହାର ଲୋକ ରୋଜଗାର କରୁଛ, ପଇସା ନେଇ କେତେ ଜଣ ଚଳୁଛ ତମେ? ମୋର ପୁଅ ଗୋଟେ, ନାତି ଗୋଟେ, ଆଉ ବୋହୂ ଗୋଟେ, ମୁଁ ଜଣେ, 4 ଜଣ। ଏଇ ପଇସାରେ ସମସ୍ତେ ଚଳୁଛ? ଆଉ କଣ କରିବୁ? ନାତି ପାଠ ପଢୁଛି, କଲେଜ ପଢୁଛି ଯେ ତା ପାଇଁ ଖର୍ଚ୍ଚ। ତାପରେ ମୋର ଘରେ ଟିକେ ଅଛି ଖର୍ଚ୍ଚ, ଘରେ ଘର ଖର୍ଚ୍ଚ, ଗୁଆ ଗଣ୍ଡା ହାନି ନବ ସବୁ। ପଇସା ଯେତିକି ବଡ କଥା ନୁହଁ, ହାତ ଗୋଡ ଚଳୁଛି ସେଇଟା ସବୁଠୁ ବଡ କଥା। ସେତିକି ଆପଣ ମାନଙ୍କ ଆଶୀର୍ବାଦକୁ ମୋ ଗୋଡ ହାତ ଥରୁ ପଛ, ଖାଲି ବାବୁ ମାନଙ୍କୁ ଟିକେ ମୁଁ ଶାନ୍ତି କର। କେତେ ଟଙ୍କାର ପୁଡ଼ିଆ ମା ଦଉଛନ୍ତି? ଆଜ୍ଞା 10 ଟଙ୍କାର ପୁଡ଼ିଆରୁ ମୁଁ ଆଉ ଅଧିକା ଦଉନି। ସେତେ 10 ଟଙ୍କାର ଲେଖା ଖାଇ ଯାଇଛନ୍ତି। ମୁଁ ଯଦି ଆଉ ଅଧିକା ବଢେଇବି ମତେ ଆଉ ଦେବେନି, ଦେବେନି। ମୁଁ ସେତିକିରେ ଶାନ୍ତି। ସରକାରୀ ସହାୟତା କଣ ପାଇଛନ୍ତି ନା? କିଛି ପାଇନି। ଭତ୍ତା? ଫନିରୁ ଘର ଭାଙ୍ଗିଲେ ଯେ ଜରି ପକେଇକିରି ମୋ ପିଲେ ଖରା ବର୍ଷା ସେଇଥିରେ ଅନୁଭବ କରୁଛନ୍ତି। ମୋର ପଇସା ବଳୁନି, ମୁଁ ଘର କରିପାରୁନି। ଫନିରେ ମୁଁ ବୁଢା ଥିଲା କାଳରୁ 5 ବର୍ଷ ଘର କରିଥିଲି, ଫନି ଭାଙ୍ଗିଦେଲା। ମୁଁ ଏଇନା ଆଉ କୋଉଠୁ ପଇସା ପାଇବି ଯେ ମୁଁ ଯାଇକିରି ଘର କରିବି କହିଲ? ସେଇ ଜରି କୁଡ଼ିଆରେ ପଡିଛନ୍ତି, ମୁଁ ଭଡା ରହିଛି। କାହିଁକି? ଏ ସଂସ୍ଥା କରିଛି, ଆଉ ମୁଁ ଭଡା ରହିଛି। ପିଲାଙ୍କ କଥା ବୁଝୁଛି, 1200 ଟଙ୍କା ଭଡା। ଆଉ ଏଇ 10 ଟଙ୍କା କରି ମୁଢି ବିକିକିରି ଛାତ କରି ଘର କରିପାରିବେ? ନାଇଁ କରିପାରିବି, ମୋର ସକ୍ଷମ ନାହିଁ। ଏ ବଳ ଆଜି କଣ ଜଗନ୍ନାଥଙ୍କ ପାଖରେ, ଜଗନ୍ନାଥଙ୍କ ନାମରେ ବଳ? ଜଗନ୍ନାଥ ଦେଇନି ଶକ୍ତି, ମତେ ବଳ ଦେଇନି। ତୁ ମଲା ପର୍ଯ୍ୟନ୍ତ ତୁ ଏଥିରେ ମୋର ସଦାବେଳେ ଖାଇବାକୁ ଦେ। ତୁ କେତେବେଳେ ଘରେ ରହନା କି ନିଜେ ଗଣ୍ଡେ ଖାନା। ଜଗନ୍ନାଥ କହନ୍ତି ନିଜେ ଖାନା ପେଟକୁ, ହାତ ଗୋଡ ଥରୁ ପଛ, ଓକିଲ ମୋହରେ ସମସ୍ତେ ସନ୍ତୁଷ୍ଟ ହନ୍ତୁ କହୁଛନ୍ତି। ଆଉ କହିଲି ଆଜ୍ଞା ମୁଁ ମରିଯିବି, କେବଳ ମାନେ ଝୁରିବେ କି ନ ଝୁରିବେ ମୁଁ ସେଇଟା କହିପାରୁନି। ଦୁନିଆରେ ମନେ ପକେଇବେ ଏ ମାଉସୀ ଥିଲା, ଯାଉ ଆମକୁ ଭଲ ଖାଇବାକୁ ଦଉଥିଲା। ଏତିକି ତ ମୁଁ ଉପରେ ଥାଇକିରି ଶୁଣିପାରିବି। ଶୁଣୁଥିଲେ, ଆମେ ଥିଲୁ ପୁରୀ କଚେରୀ ଭିତରେ, ଯାହାକି 25 ବର୍ଷ ହେଲାଣି ଏଇ ମାଉସୀ ଜଣକ ମୁଢି ବିକି ଆସୁଛନ୍ତି ଏବଂ ସମସ୍ତଙ୍କ ପାଇଁ ଗୋଟେ ଉଦାହରଣ ପାଲଟି ଯାଇଛନ୍ତି, ଯାହାକି 72 ବର୍ଷରେ ସେ ମଧ୍ୟ ମୁଢି ବିକୁଛନ୍ତି ଏବଂ ପରିବାର ଚଳାଉଛନ୍ତି। ଯାହା ସାଧାରଣ ପାଇଁ ଗୋଟେ ଉଦାହରଣ ସୃଷ୍ଟି କରୁଛି। ପୁରୀରୁ ଅଶ୍ୱିନୀ ସେନାପତି, ନ୍ୟୁଜ୍ 18।